ଚତୁର୍ଥୋଧ୍ୟାୟ ଶ୍ରୀସୁତ ଉବାଚ ଏମନ୍ତେ ସୁକବାକ୍ୟ ଶୁଣି ଆତ୍ମାର ତତ୍ତ୍ୱ ମନ ଗୁଣି କୃଷ୍ଣର ବିଷୟ ଦୃଢ଼ ମନ କହିଲା ଉତ୍ତରାନନ୍ଦନ। ଆତ୍ମା କଳତ୍ର ସୁତ ଗୃହେ ପଶୁ ଦ୍ରବଣ ବନ୍ଧୁ ସ୍ନେହେ ରାଜ୍ୟ ସମ୍ପଦ ଯେତେ ଆସ ହୃଦୁ ଛାଡ଼ିଲା ସ୍ନେହ ପାଶ। ତୁମ୍ଭେ ଯା ପଚାରିଲ ମତେ ରାଜା ଏକଥା ରାଜା ଦୃଢ଼ ଚିତେ କୃଷ୍ଣଙ୍କ ଭାବ ଜାଣିବାରେ ଶ୍ରଦ୍ଧା ବଢ଼ିଲା ନିର୍ବିକାରେ। ଆତ୍ମା କଲ୍ୟାଣ ମନେ ସ୍ଥିର ଦେବ ବଚନେ ଆତ୍ମା କଲ୍ୟାଣ ମନେ ସ୍ମରି ଦେବ ବଚନ ଅନୁସରି କୃଷ୍ଣ ବିଷୟ ହୃଦୃଢ଼ ଚିତ୍ତ ନିଶ୍ଚଳ କରି ପରୀକ୍ଷିତ ରାଜ ଉବାଚ ହେ ସୁକ ତୁମ୍ଭର ବଚନ କୃଷ୍ଣର ଯେତେ ଗୁଣ କର୍ମ ଯାହା ଶୁଣନ୍ତେ ପାପ ହରେ ପବିତ୍ର ବାହ୍ୟ ଅଭ୍ୟନ୍ତରେ। ପୁଣି ପଚାରେ ସତୋଷ ଚିତ୍ତେ ଭୂମୁନି କହିବ ନିଶ୍ଚିନ୍ତେ ସେ ହରି ଆତ୍ମା ମାୟା ବଳେ ସୃଷ୍ଟି ସଞ୍ଚିଲେ ସୟଳେ ବିଷ୍ଣୁର ସର୍ଜିଲା ସଂସାର ଅନ୍ୟ ଦେବଙ୍କୁ ଅଗୋଚର। ସେ କଥା ଜାଣିବାର ପାଇଁ ଭୁବୁନି ପୁଣି ମୁଁ ପୁଛଇ ସେ ବହୁ ଶକ୍ତି ମନ୍ତ୍ର ହରେ ଯେ କାଳେ ଯେ ବା ଶକ୍ତି ଧରେ ଯେମନ୍ତ ବ୍ରହ୍ମା ବିଷ୍ଣୁ ହର କ୍ରୀଡ଼ନ କରେ ଦାମୋଦର ବିବିଧ ରୂପେ ଜଗତ ଯେମନ୍ତ କରେ କ୍ରୀଡ଼ା ବିବିଧ ରୂପେ ଜଗତେ କ୍ରୀଡ଼ା ଯେମନ୍ତ କରେ କ୍ରୀଡ଼ା ଅର୍ଥେ ଅଦ୍ଭୁତ କର୍ମ ଏ ତାହାର କେ କରି ପାରିବ ଗୋଚର। କେମନ୍ତେ ପ୍ରକୃତିର ଗୁଣେ ସୃଷ୍ଟି ସଞ୍ଚରେ ପୁଣେ ସର୍ବ ସଂସାରେ ଏକ ବାରେ କିୟ ବା ପୃଥକ ବ୍ୟବହାରେ। ଏକ ଅନେକ ରୂପ ଧରି ଅଶେଷ ଜନ୍ମ କର୍ମ କରେ ପ୍ରାଣୀଙ୍କ ଆତ୍ମରୂପେ ସ୍ଥିତ କିରୂପେ ପୁରୁଷ ପ୍ରକୃତି। ଏଣୁ ଶ୍ରବଣେ ଇଚ୍ଛା ମୋର କହ ହେ ବ୍ୟାସଙ୍କ କୁମର ଶବଦ ବ୍ରହ୍ମଗୁଣ ସାଧି ତୁମ୍ଭର ପରମ ସମାଧି। ଶ୍ରୀସୁତୋବାଚ ଶୁଣି ସାନନ୍ଦ ବ୍ୟାସ ସୁତ ହରିଚରଣେ ଦେଇ ଚିତ ଆନନ୍ଦେ ଚିନ୍ତି ନାରାୟଣ କହନ୍ତି ପରୀକ୍ଷିତ ଶୁଣ। ଶ୍ରୀଶୁକ ଉବାଚ ନମସ୍ତେ ପରମ ପୁରୁଷ ଅଶେଷ ଘଟେ ଯେ ପ୍ରକାଶ ଲୀଳା ବିହରେ ସୃଷ୍ଟି କରେ ପାଳିଣ ପୁଣି ତା ସଂହରେ ହେଳେ ତିନି ଶକ୍ତି ଧରେ ଜନ୍ତୁର ଅନ୍ତରେ ବିହରେ। ନମସ୍ତେ ଜଗତ ଜୀବନ ସାଧୁଙ୍କ ବୃଜିନ ଦହନ ଅଖିଳ ଜନ୍ତୁରୂପ ତୋର ସମ୍ଭବ ବ୍ୟବହାର ପରମହଂସଙ୍କ ଆଶ୍ରମେ ଯେ ଅବା ସ୍ଥିତ ପ୍ରାଣୀମାନେ ସମେ ପ୍ରକାଶୁ ସର୍ବପୁରେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ। ନମସ୍ତେ ପରମ କାରଣ ଯେ ନିତ୍ୟ ସୁଧା ବରଷଣ ଯା ନାମ ଶ୍ରବଣ କୀର୍ତ୍ତନ ଯା ରୂପ ଦେଖିଣ ନୟନ ନ ମିଳେ ଯାହାର ଚରଣେ ସ୍ୱକର୍ମ ଫଳ ସମର୍ପଣେ ଜନ୍ତୁଙ୍କ କଳଙ୍କ ନାଶଇ ଶ୍ରବଣେ ମଙ୍ଗଳ ବୋଲାଇ ପଣ୍ଡିତ ଜନେ ଯାର ପଦେ ସେବା ସମ୍ପତ୍ତି ଅପ୍ରମାଦେ। ଆତ୍ମାର କଳ୍ମୁଷ ନାଶନ୍ତି ଜନ୍ମ ମରଣ ନ ଡରନ୍ତି ଆତ୍ମାର ଶ୍ରମ କରି ଶାନ୍ତି ଅନ୍ତେ ଲଭଇ ବ୍ରହ୍ମଗତି। ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦି ଏ ସଂସାରେ ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରାଧି। ଏଣୁ ଅର୍ଜିତ ଯେତେ ଫଳ ତୋତେ ନ ସମର୍ପି ନିଷ୍ଫଳ ସୁବୋଧ ଶ୍ରବା ନାମ ଯାର ତାହାକୁ ମୋର ନମସ୍କାର। କିରାତ ଗଣ ଆଦି ଯେତେ ପୁଲିନ୍ଦ ଚଣ୍ଡାଳ ସମେତେ ଆଭିର କଙ୍କ ଯେ ଯବନ ଏ ଆଦି ଯେତେ ଅନ୍ତ୍ୟଜନ ଦୁଷ୍କର କର୍ମ ଯେ କରନ୍ତି ଯାପାଦ ଆଶ୍ରତେ ତରନ୍ତି ସେ ହରି ଜଗତ ଜୀବନ ଆତ୍ମାଜ୍ଞାନୀର ଆତ୍ମାଧନ ଏ ତିନି ବେଦ ଯାର ଦେହ ଧର୍ମମୟ ଯେ
ଏତିନି ବେଦ ଯାର ଦେହ ଧର୍ମମୟ ଯେ ତପ ଦେହ ନିର୍ମଳ ଚିତେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ ନାନା ପ୍ରକାରେ ଜ୍ଞାନ ଚିନ୍ତି ଯାରୂପେ କେହି ଯାରୂପ କେହି ନ ଦେଖନ୍ତି ସେ ଲକ୍ଷ୍ମୀପତି ଯଜ୍ଞପତି ଯାଦବ ବଂଶେ ପତି ଗତି ଯାହାର ଅନ୍ତ ମଧ୍ୟ ସ୍ଥିତି ଯାଦବ ଗଣ ଯାହା ଚିନ୍ତି ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସୁନିଷ୍ଠୁର ଜଳେ ସୁବୁଦ୍ଧି ପ୍ରଖ୍ୟାଜନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ସତ୍ୟ ବଚନେ ମୁନି ପଥେ ସେବନ୍ତି ଯାର ପାଦ ଗତେ ଯାହାର ଆଜ୍ଞା ପରିମାଣେ ଭାରତୀ ଆସିତ ତକ୍ଷଣେ ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ ସୃଷ୍ଟି ବିଷୟ ଲୀନ ହେଲା ମୁଖେ ଗାୟତ୍ରୀ ଉଚାରିଲା ପୃଥିବୀ ଆଦି ପଞ୍ଚଭୂତେ ଜନ୍ତୁ ଭିଆଇ ଏ ଜଗତେ ଜନ୍ତୁଙ୍କ ହୃଦୟ କମଳେ ଯାର ଶୟନ ସୁଖ ଭୋଳେ ଗୁଣ ସମୂହେ ସୁଖ ଭୁଞ୍ଜେ ଷୋଡ଼ଶୀ ଆତ୍ମା ରୂପେ ରାଜେ ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦେ ପଦେ ଯାପାଦ ପଦ୍ମେ ଜ୍ଞାନର ସେ ମୁନିଏ ପୂଜନ୍ତି ହରସେ ସେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସଙ୍ଗେ କହିବି ମୁଁ କେତେ କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ ଏ ବାଣୀ ଶୁଣି ସୁଖ ଭୋଳେ ପ୍ରାଣୀ ତରନ୍ତି ଭବ ଜଳେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ ସଂହିତାଏ 82 ଦ୍ୱିତୀୟ ସ୍କନ୍ଧେ ସୁଖ ପରୀକ୍ଷିତ ସମ୍ବାଦେ ଭକ୍ତି ଯୋଗ ପ୍ରାଧାନ୍ୟ ବର୍ଣ୍ଣନେ ନାମ ଚତୁର୍ଥୋଧ୍ୟାୟ।